ସୁଭଦ୍ରା ଯୋଜନାକୁ ନେଇ ପୁଣି ଆସିଲା ଗୋଟେ ବଡ଼ ଖବର। ଯେଉଁମାନଙ୍କୁ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଟଙ୍କା ମିଳିନାହିଁ ସେମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା କେବେ ମିଳିବ, ଏ ନେଇ ଆସିଲା ଗୋଟେ ବଡ଼ ଖବର। ତେବେ କ'ଣ ରହିଛି ବଡ଼ ଖବର, ଚାଲନ୍ତୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଡିଟେଲ୍ ଜାଣିବା। ଏ ଭିଡ଼ିଓକୁ ଦେଖିବା ଆଗରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଚାଲନ୍ତୁ ଆମେ ଏହି ଭିଡ଼ିଓକୁ ଡେରି ନ କରି ଷ୍ଟାର୍ଟ କରିବା। ଯେଉଁମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ ସେମାନଙ୍କୁ ଫେବୃଆରୀ ମାସ ସୁଦ୍ଧା ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ସେଥିପାଇଁ ଯେଉଁମାନଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟ ଯଦି ଲିଙ୍କ ହୋଇନାହିଁ ସେମାନେ ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରିଦିଅନ୍ତୁ। କାହିଁକିନା ସୁଭଦ୍ରା ଯୋଜନାର ଟଙ୍କା ଡିବିଟି ମାଧ୍ୟମରେ ଆସୁଥିବାରୁ ସେଥିପାଇଁ ଆପଣଙ୍କୁ ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରିବାକୁ ପଡ଼ିବ। ଏବଂ ଯେଉଁମାନଙ୍କର ସୁଭଦ୍ରା ଯୋଜନାର EKYC ଯଦି ପେଣ୍ଡିଂ ଅଛି ତାହେଲେ ସୁଭଦ୍ରା ଯୋଜନାକୁ EKYC କରିଦିଅନ୍ତୁ। ଏହା କଲା ପରେ ଆପଣଙ୍କୁ ଆସିବାକୁ ଯାଉଥିବା ସୁଭଦ୍ରା ଯୋଜନା ଟଙ୍କା ମିଳିଯିବ। ଆମ ଏହି ଭିଡ଼ିଓକୁ ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।